ନିଜକୁ ଧନ୍ୟ ମନେ କରୁଛି। ମୋର ବକ୍ତବ୍ୟ ଆରମ୍ଭ କରିବା ପୂର୍ବରୁ ମୋର ଏହି ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ବୀର ପ୍ରସବିନୀ ଭାରତ ମାଆକୁ ନିଷ୍ଠୁର ନିର୍ମମ ବିଦେଶୀ ଶାସନର ପଞ୍ଝାରୁ ମୁକ୍ତ କରିବା ନିମନ୍ତେ ଯେଉଁ ମହାପୁରୁଷ ଓ ମହାମନୀଷୀଗଣ ତିଳ ତିଳ କରି ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି, ସେହିମାନଙ୍କ ଶ୍ରୀଚରଣରେ ମୋର ଅନାବିଳ ଭକ୍ତି ସୁମନ ଅର୍ପଣ କରୁଅଛି। ଆପଣମାନେ ନିଶ୍ଚିତ ଭାବେ ଉପଲବ୍ଧି କରୁଥିବେ ମୁଁ ଏଠାକୁ କାହିଁକି ଆସିଛି। ପବିତ୍ର ସ୍ୱାଧୀନତା ଦିବସର ଶୁଭ ମୁହୂର୍ତ୍ତରେ ଦେଶ ମାତୃକାର ଜୟଗାନ କରି ଗଗନ ପବନ କମ୍ପାଇ ଦେବାକୁ। ଆପଣମାନେ ଜାଣନ୍ତି ଏ ଦେଶ ଏତେ ସହଜରେ ସ୍ୱାଧୀନତା ଲାଭ କରିନାହିଁ। ହଜାର ହଜାର ସ୍ୱାଧୀନତା ସଂଗ୍ରାମୀ ନିଜ ଜୀବନର ବଦଳରେ ଦେଶ ପାଇଁ ଏ ସ୍ୱାଧୀନତା ଆଣିଛନ୍ତି। ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ, ଲାଲା ଲଜପତ ରାୟ, ବିପିନ ଚନ୍ଦ୍ର ପାଲ, ବାଲ ଗଙ୍ଗାଧର ତିଲକ ଇତ୍ୟାଦି ମହାପୁରୁଷ ଦେଶ ପାଇଁ ଅବାରିତ ସଂଘର୍ଷ କରିଛନ୍ତି। ଭଗତ ସିଂ, ମଙ୍ଗଲ ପାଣ୍ଡେ, ଖୁଦିରାମ ବୋଷ ଆଦି ମହାମନୀଷୀ ହସି ହସି ଫାଶୀ ଖୁଣ୍ଟରେ ଚଢିଛନ୍ତି। କେତେ ଯେ ମହାମାନବ ଦେଶ ଲାଗି ସଂଘର୍ଷ କରି ଅବରୁଦ୍ଧ କାରାଗାରର ଚାରିକାନ୍ଥ ଭିତରେ ଜୀବନ ବିତାଇଛନ୍ତି। ଆମେ ଆଜି ଯେଉଁ ସ୍ୱାଧୀନତା ଭୋଗ କରୁଛେ ତାହା ସେହି ମହାମନୀଷୀ ମାନଙ୍କ ନିରନ୍ତର ଉଦ୍ୟମ ଆଉ ଆତ୍ମ ବଳିଦାନର ଫଳ। ଏହା ଏ ସ୍ୱାଧୀନ ଭାରତର ପ୍ରତ୍ୟେକ ବ୍ୟକ୍ତି ମନେ ରଖିବା ଉଚିତ। ଏହି କଷ୍ଟଲବ୍ଧ ସ୍ୱାଧୀନତାକୁ ବଞ୍ଚାଇ ରଖି ଦେଶର ଅଖଣ୍ଡତା ଲାଗି ଆମେ ନିରନ୍ତର ପ୍ରୟାସ କରିବା ସମସ୍ତଙ୍କ ପାଇଁ ବାଞ୍ଛନୀୟ ଅଟେ। ସ୍ୱାଧୀନତା ପରେ ଦୀର୍ଘ 78 ବର୍ଷରୁ ଊର୍ଦ୍ଧ୍ୱ କାଳ ଅତିକ୍ରାନ୍ତ ହୋଇସାରିଛି। ଦୁଃଖ ଲାଗେ ଦେଶ ପାଇଁ ଲଢିଥିବା ସେହି ମହାପୁରୁଷ ମାନଙ୍କ ସ୍ୱପ୍ନକୁ ଆମେ ଏଯାବତ୍ ପୂରା କରିପାରି ନାହୁଁ। ଜାତିର ଜନକ ଗାନ୍ଧୀଜୀଙ୍କ ପରିକଳ୍ପନାର ରାମରାଜ୍ୟକୁ ସାକାର ରୂପ ଦେବାକୁ ଆମେ ସକ୍ଷମ ହୋଇପାରିନୁ। ଗୋଟେ ସ୍ୱାଧୀନ ଦେଶର ଜଣେ ସ୍ୱାଧୀନ ଚେତା ନାଗରିକ ହିସାବରେ ସେହି ବୀର ପୁରୁଷ ମାନଙ୍କ ଅଧୁରା କାମକୁ ପୂରା କରିବା କ'ଣ ଆମ କର୍ତ୍ତବ୍ୟ ନୁହେଁ? ଆମ ସ୍ୱାଧୀନତା ସଂଗ୍ରାମରୁ ଆମେ ଶିଖିବାକୁ ପାଇଛେ ଯେ ନିରବଚ୍ଛିନ୍ନ ଆଉ ନିଃସ୍ୱାର୍ଥପର ପ୍ରୟାସ ବଳରେ ସବୁ କିଛି ସମ୍ଭବ ଅଟେ। ଏହାକୁ ଗୁରୁମନ୍ତ୍ର କରି ଆମେ ଆଗେଇ ଚାଲିବା। ଦେଶ ଓ ଜାତିର ସ୍ୱାର୍ଥ ପାଇଁ ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେବା। ନିରକ୍ଷରତାକୁ ଦେଶରୁ ଆମେ ଦୂରେଇ ଦେଇ ପାରିଲେ ସମସ୍ତଙ୍କ ହୃଦୟରେ ସଚେତନତା ବୃଦ୍ଧି ପାଇବ। ଲୋକେ ନିଜ ଅଧିକାର ଓ ଦାୟିତ୍ୱ ପ୍ରତି ସଚେତନ ହୋଇପାରିବେ। ଲୋକେ ନିଜ ଅଧିକାର ଓ ଦାୟିତ୍ୱ ପ୍ରତି ସଚେତନ ହେଲେ ଦେଶର ବିକାଶ ଲାଗି ମାର୍ଗ ପ୍ରଶସ୍ତ ହେବ। ମୋର ବକ୍ତବ୍ୟ ଶେଷ କରିବା ପୂର୍ବରୁ ଏତିକି କାମନା କରିବି ଯେ ଆଜିର ଏ ମଙ୍ଗଳମୟ ମୁହୂର୍ତ୍ତ ସଭିଙ୍କ ମନରେ ଏକ ନୂତନ ଉନ୍ମାଦନା ଜାଗ୍ରତ କରୁ। ବ୍ୟକ୍ତିଗତ ସ୍ୱାର୍ଥ ବଦଳରେ ଜାତୀୟ ସ୍ୱାର୍ଥର ବିକାଶ ସଭିଙ୍କ କାମ୍ୟ ହେଉ। ସ୍ନେହ, ସୌହାର୍ଦ୍ଦ୍ୟ ଓ ଭ୍ରାତୃତ୍ୱର ନିଗୁଡ ବନ୍ଧନ